7 ସେପ୍ଟେମ୍ବର 2025 ରବିବାର ଦିନ ତଥା ଓଡ଼ିଆ ଭାଦ୍ରବ ମାସ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ପଡ଼ିବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣକୁ ଆମେ କିଭଳି ପାଳନ କରିବା, କ'ଣ ରହିଛି ହାଣ୍ଡିଛାଡ଼ର ନିୟମ, କେଉଁ ସମୟରେ ହାଣ୍ଡିଛାଡ଼ କରିବା, ଗର୍ଭବତୀ ନାରୀମାନଙ୍କ ପାଇଁ କ'ଣ ରହିଛି ନିୟମ, ଭାଗବତ ଜନ୍ମ ଓଷା କିପରି ପାଳନ କରିବା, ସମ୍ପୂର୍ଣ୍ଣ ଭିଡ଼ିଓଟିକୁ ଦେଖିଲେ ଜାଣିପାରିବେ। ଚନ୍ଦ୍ରଗ୍ରହଣ ରାତ୍ରି 9:57:22 ଆରମ୍ଭ ହୋଇ ରାତ୍ରି 1:27:17 ଶେଷ ହେବ। ଏହି ଗ୍ରହଣର ଅବଧି ପ୍ରାୟ 3.5 ଘଣ୍ଟା ରହିବ। ଚନ୍ଦ୍ରଗ୍ରହଣରେ ଯେହେତୁ 9 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ର ନିୟମ ରହିଛି, ସେଥିପାଇଁ ମଧ୍ୟାହ୍ନ 12:57 ପୂର୍ବରୁ ହାଣ୍ଡି ଛାଡ଼ିବାକୁ ହେବ। 12:57 ପୂର୍ବରୁ ଭାଗବତ ଜନ୍ମ ଓଷା, ଭାଗବତ ପାଠ, ଦେବନୀତି ଆଦି କାର୍ଯ୍ୟ ପାଳନ କରନ୍ତୁ। ସମସ୍ତ ଦେବକାର୍ଯ୍ୟ ଓ ଦେବନୀତି ସମ୍ପନ୍ନ କରି 12:57 ପୂର୍ବରୁ ଠାକୁର ଘର କବାଟ ଦେଇ ଦିଅନ୍ତୁ। ଗର୍ଭବତୀ ନାରୀମାନେ ଏହି ଗ୍ରହଣ ଲାଗିଥିବା ସମୟରେ ଘରୁ ବାହାରକୁ ଆସନ୍ତୁ ନାହିଁ। ଏହି ସମୟରେ ଗର୍ଭବତୀ ନାରୀମାନେ କୌଣସି ଧାରୁଆ ଜିନିଷ ଯଥା ପନିକି, ଛୁରୀ ବା କଟୁରୀ ଆଦି ଧରନ୍ତୁ ନାହିଁ। ଏହି ଦିନ ଆମିଷ ଖାଆନ୍ତୁ ନାହିଁ। ମଦ ମାଂସ ଠାରୁ ଦୂରେଇ ରୁହନ୍ତୁ। ଗ୍ରହଣ ସମୟରେ ବିଲକୁଲ ଭୋଜନ ନ କରିବା ସବୁଠୁ ଭଲ। ବୃଦ୍ଧ, ଛୋଟ ପିଲା ଓ ରୋଗୀମାନେ ଏହି ସମୟରେ ଜଳଖିଆ ଖାଇପାରିବେ। ଗ୍ରହଣ ସମୟରେ ପାକ ଜିନିଷ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଅଟେ। ଏହି ସମୟରେ ଚନ୍ଦ୍ର ଦର୍ଶନ କର୍କଟ, ବିଛା, ଧନୁ, ମୀନ ଆଦି ରାଶି ପାଇଁ ଅଶୁଭ ରହିଛି, କିନ୍ତୁ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର, କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଚନ୍ଦ୍ର ଦର୍ଶନ ଶୁଭ ରହିଛି। ସାଧାରଣତଃ ଖୁଦୁରୁକୁଣୀ ପୂଜା ରାତ୍ର ସମୟରେ କରାଯାଇଥାଏ, କିନ୍ତୁ ଗ୍ରହଣ ସମୟରେ କୌଣସି ପ୍ରକାର ଦେବନୀତି କରାଯିବ ନାହିଁ। ତେଣୁ ଆପଣମାନେ ଖୁଦୁରୁକୁଣୀ ପୂଜା ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଅର୍ଥାତ୍ ମଧ୍ୟାହ୍ନ 12:57 ପୂର୍ବରୁ କରିପାରିବେ।